ପବିତ୍ର ରଥଯାତ୍ରା, ଯାହାକୁ ଶ୍ରୀ ଗୁଣ୍ଡିଚା ଜାତ ବା ଯାତ୍ରା ବା ଘୋଷଯାତ୍ରା ମଧ୍ୟ କୁହାଯାଏ। ପୁରୀର ରଥଯାତ୍ରା ହେଉଛି ସର୍ବପ୍ରସିଦ୍ଧ ବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହା ମହାଦେବୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକକଥାରେ ଉଲ୍ଲେଖ ଅଛି। ଚାଲନ୍ତୁ ଜାଣିବା ରଥଯାତ୍ରାର 8ଟି ଅଙ୍ଗ କ'ଣ। ସିଏ ହେଉଛି ଅଷ୍ଟାଙ୍ଗ ବିଧି, ଅର୍ଥାତ୍ ମତାନୁସାରେ ରଥଯାତ୍ରାର 8ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ। ଚାଲନ୍ତୁ ଜାଣିବା ସେହି ଅଷ୍ଟାଙ୍ଗ ବିଧି। 1 ହେଉଛି ସ୍ନାନ ଉତ୍ସବ, 2 ଅନବସର, 3 ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, 4 ଶ୍ରୀଗୁଣ୍ଡିଚା, 5 ହେରାପଞ୍ଚମୀ, 6 ଆଡ଼ପ ପର୍ବ, 7 ବାହୁଡ଼ା ଯାତ୍ରା ଏବଂ 8 ନୀଳାଦ୍ରି ବିଜେ। ଚାଲନ୍ତୁ ଜାଣିବା ଗୁଣ୍ଡିଚା ପଞ୍ଚକ କ'ଣ। ରଥଯାତ୍ରା 5 ଭାଗରେ ବିଭକ୍ତ, ଯଥା 1 ଅନ୍ତର୍ବେଦୀ ମହୋତ୍ସବ, 2 ମହାବେଦୀ ମହୋତ୍ସବ, 3 ଆଡ଼ପ ଉତ୍ସବ, 4 ଦକ୍ଷିଣାମୁଖୀ ଉତ୍ସବ, 5 ନୀଳାଦ୍ରି ବିଜେ। ଏହାକୁ ଗୁଣ୍ଡିଚା ପଞ୍ଚକ ବୋଲି କୁହାଯାଏ। ଚାଲନ୍ତୁ ଏବେ ଜାଣିବା ରଥଯାତ୍ରା କାହିଁକି ପାଳନ କରାଯାଏ। ପୌରାଣିକ କଥା ଅନୁଯାୟୀ ଜରାସବରର ଶରରେ ପ୍ରାଣ ଛାଡ଼ିବା ପରେ ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟା କରି ବିଫଳ ହେଲେ ପାଣ୍ଡବଗଣ। କାରଣ ଅଗ୍ନି ନିକଟରେ ପୂର୍ଣ୍ଣ ବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ଶକ୍ତି ଓ ସାମର୍ଥ୍ୟ ନଥିଲା। ଶୂନ୍ୟବାଣୀ ହେଲା ଯେ କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବ ନାହିଁ, ତେଣୁ ତାହାକୁ ବିସର୍ଜନ କରିବାକୁ ପଡ଼ିବ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁ ରୂପରେ ବାଙ୍କି ମୁହାଣରେ ଆବିର୍ଭାବ ହେଲା। ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରଖିଥିଲେ। ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। କିନ୍ତୁ ସର୍ତ୍ତ ଏହା ଥିଲା ଯେ ମୂର୍ତ୍ତି ସମ୍ପୂର୍ଣ୍ଣ ନ ହେବା ଯାଏଁ ଦ୍ୱାର ଖୋଲାଯିବ ନାହିଁ। କିନ୍ତୁ 15 ଦିନ ପରେ ମୂର୍ତ୍ତି ଗଢ଼ାର କୌଣସି ଶବ୍ଦ ନ ଶୁଣାଯିବାରୁ ରାଜାଙ୍କ ନିର୍ଦ୍ଦେଶରେ ଦ୍ୱାରକୁ ଖୋଲି ଦିଆଗଲା। ମୂର୍ତ୍ତି ନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ। ମୂର୍ତ୍ତିଗୁଡ଼ିକ ଅଧା ଗଢ଼ା ରହିଗଲା। ଏହି ଅଧା ଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା। ସେହି ସମୟରେ ମହାପ୍ରଭୁ କହିଥିଲେ ଯେ, ହେ ରାଜା, ବର୍ଷକୁ ଥରେ ମୋତେ ଜନ୍ମଭୂମିକୁ ନିଶ୍ଚିତ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି। ଏହି ଯିବାକୁ ରଥଯାତ୍ରା ବା ଘୋଷଯାତ୍ରା ବା ଗୁଣ୍ଡିଚା ଯାତ୍ରା କୁହାଯାଏ ଓ ବାହୁଡ଼ିବାକୁ ବାହୁଡ଼ା ଯାତ୍ରା କୁହାଯାଏ। ଜୟ ଜଗନ୍ନାଥ।